କାରଣ ସେଇ ପୁଅଟା ବିପଦରେ ପଡ଼ିକି ସାହାଯ୍ୟ ପାଇଁ ବାପା ପାଖକୁ ଯାଇଥିଲା, ବାପା ତୁମ ଝିଅ ବାହାଘର କରିପାରୁନି, ମୋତେ ଟଙ୍କା 10 ଲକ୍ଷ ଦେ। ସେ ବାପ ତ ଦେଇଥିଲା। ଆଜି ବାପର ଯେତେବେଳେ କାମ ପଡ଼ିଛି ସେଇ ସମୟରେ କହୁଛି ନା ବାପା ମୁଁ ରହିପାରିନି, ମୁଁ ଅଲଗା ବାପା ପାଖକୁ ଯିବି, ବାପାଟା ଅଟୋମେଟିକ୍ ରାଗିବ ନା, ରାଗି ଚାପୁଡ଼େ ପକେଇ ଦେଇছে ନା। ବାପ ପୁଅ କଳି କେତେ ଦିନ ରହିବ? ବାପ ପୁଅର କଳି କେତେ ଦିନ ରହିବ? ପୁଅ କିଛି ଭୁଲ କରୁଛି, ବାପା ଗାଳି ଦେଇଛି, ଆଉ କଣ ଅଛି? এইটা ହିଁ ମ୍ୟାଟର, କିଛି ନାହିଁ। ମୁଁ କହିବି କୌଣସି ମାଲିକ ନିଷ୍ଠୁର ନୁହନ୍ତି, କୌଣସି କଳାକାର କେବେ ତା ବାପାକୁ ଫାଙ୍କି କୁଆଡ଼େ ଯାଇପାରିବନି। ବାପ ବିନା ପୁଅର ପରିଚୟ କିଛି ନାହିଁ, ଖୁବ୍ ଶୀଘ୍ର ସମାଧାନ ହେଇଯିବ। ସଂଘ ବହୁତ ଊର୍ଦ୍ଧ୍ୱରେ, ଯାତ୍ରା ଯେଉଁ ସମ୍ପର୍କ ଅଛି ମୁଁ ଦେଖିଛି 30 ବର୍ଷ ଭିତରେ ସମ୍ପର୍କ, ଯଦି କଳାକାର କୋଉଠି ଆଣ୍ଠେଇ ପଡ଼େ କିମ୍ବା ତା ବିପଦ ପଡ଼େ ମାଲିକ ଯାଇ ତା ଘରେ ପହଞ୍ଚେ। ମୁଁ ଦେଖିଛି ମୋ ବାପା ମରିଗଲା, ମୋ ବାପା ଶୋଧି ପର୍ଯ୍ୟନ୍ତ ମାଲିକ ଯାଇକି ମୋ ଘରେ ପହଞ୍ଚିଛନ୍ତି। ଓ କୋଭିଡ ସମୟରେ କଳାକାର କେମିତି ଚଳୁଛି ମାଲିକ ପଇସା ସାହାଯ୍ୟ କରୁଛନ୍ତି, ଆଉ ସେ ମାଲିକ କେବେ ଚାହିଁବନି କୌଣସି କଳାକାର କିଛି କ୍ଷତି ହେଇଯାଉ ବୋଲି। ସେମିତି କ'ଣ ଗୋଟେ ଭୁଲ ବସତ କିଏ ରାଗି ଯାଇଛି, ବାପଟା ରାଗି ଚାପୁଡ଼େ ପକେଇ ଦେଇଛି, ସେଇଟା ଗୋଟେ ଆଜିର ମାନେ ସାମାଜିକ ଇସ୍ୟୁ କରିବା ଠିକ ନୁହେଁ। ଅବଶ୍ୟ ମୁଁ ମାନୁଛି ଏବେକାର ସମୟ ଅନୁଯାୟୀ ଆଇନ ବଦଳିଛି, ସମୟ ବଦଳିଛି। ଯେମିତି ଯେ ସମୟ ଥିଲା ଆମେ ଗୋଟେ ପରିବାର ବନ୍ଧା ହେଇଥିଲେ, ଇଏ ବାପ, ଇଏ ଭାଇ, ଇଏ ଦେଢ଼ଶୁର, ଇଏ ଭାଇ ବୋଉ, ଇଏ ଭଉଣୀ। ସମୟ ଆସିଲା କିଛି ନିୟମ ଆସିଗଲା, ତୁ ତ ସ୍ତ୍ରୀ କିଛି କହିପାରିବୁନି, ସେଥିପାଇଁ ଏତିକି ଦଫା ଲାଗିବ। ତୁ ତ ଭଉଣୀ ସମ୍ପତ୍ତି, ତୁ ତ ବାପ ସମ୍ପତ୍ତିରୁ ଭଉଣୀକୁ ବଞ୍ଚିତ କରିପାରିବୁନି, ନହେଲେ ଏଥିପାଇଁ ଏହା ନିୟମ ଲାଗିବ। ସେଇଟା ମୋତେ ବାଲାନ୍ସ ଫେଲ୍ କରିଛି, କିନ୍ତୁ ସମ୍ପର୍କ ସେୟା ଅଛି। ଯାତ୍ରା ତା ନିଜ ଗୋଡ଼ରେ ଛିଡ଼ା ହେଇଛି। ଯାତ୍ରା ମାଲିକଟି ଆମ ବାପା, ଆମ ବଡ଼ ଭାଇ, ଆମେ ତାର ପୁଅ, ଆମେ ତାର ଭାଇ। ହଁ ସବୁ ଅଛି। ବାପା ଚାପୁଡ଼ ମାରି ଥାଇପାରେ, ମୁଁ କହୁନି। ଆମେ ଯେତେବେଳେ ବିଚାରଧାରାକୁ ଯାଉଛୁ ସେତେବେଳେ ବାପାର ଭୁଲ ଦେଇପାରୁଛୁ, କିନ୍ତୁ ତାପରେ କ'ଣ ଆମେ ବାପାକୁ ଫାଙ୍କି ଦେଉ? ଯେଉଁ ବାପା ମୋତେ ଛୋଟରୁ ବଡ଼ କରିଛି, ଯେଉଁ ବାପା ମୋ ପରିବାର ପୋଷୁଛି, ଯେଉଁ ବାପା ମୋ ସଂସାର କେମିତି ଆଗକୁ ଯିବ ସେ ଦେଖେଇଛି, ସେ ବାପାର ମୁଁ କେବେ ବି ଅମଙ୍ଗଳ ଚିନ୍ତା କରିବା, ସେ ବାପ କେବେ ବି ସେ ପୁଅର ଅମଙ୍ଗଳ ଚିନ୍ତା କରିପାରିବନି। ଏମିତି ଚାଲେ, ଏଟା ନୂଆ ନୁହେଁ। ଆଜିକାର ସୋସିଆଲ ମିଡ଼ିଆ ହେଇଛି ବୋଲି ଆପଣମାନେ ଶୋ ହେଇଯାଉଛି, କଥାଟା ସମସ୍ତଙ୍କୁ ପବ୍ଲିକ ପଳେଇ ଯାଉଛି। ଏଥିପାଇଁ ଯାତ୍ରା ଲୋକମାନଙ୍କ ସାମ୍ନାରେ ଲଜ୍ଜିତ ହେଉଛି, ନିନ୍ଦିତ ହେଉଛି, କିନ୍ତୁ ଯାତ୍ରା ତା ଧାରାରେ ଅଛି। ଯାତ୍ରାକୁ ଏମିତି କରିକି କେହି କାହାକୁ କେବେ ଶାସନ କରିନାହାନ୍ତି। କିଏ ଭୁଲ କଲେ କିଏ କାହାକୁ ଆକଟ କରେ, ସେ ଆକଟର ମାନେ ନୁହେଁ ଯେ କାହାକୁ ଆଇନ ପରିସର ଭିତରକୁ ନେଇକି ତାକୁ ଶାସ୍ତି ଦେବା। ସେ ପର ମୁହୂର୍ତ୍ତରେ କୌଣସି ମୁହୂର୍ତ୍ତରେ ତାକୁ ଚାପୁଡ଼େ ମାରିଦେଇଛି, ପର ମୁହୂର୍ତ୍ତରେ ସେ ଭୁଲ ବୁଝିପାରୁଛି। ତୁ କ'ଣ ଚାପୁଡ଼େ ପକେଇଦେଲୁ, ତୁ ମୋତେ ଭୁଲିଯିବୁ, ଇଏ କରିଦେବୁ। କାରଣ ସେଇ ପୁଅଟା ବିପଦରେ ପଡ଼ିକି ସାହାଯ୍ୟ ପାଇଁ ବାପା ପାଖକୁ ଯାଇଥିଲା, ବାପା ତୁମ ଝିଅ ବାହାଘର କରିପାରୁନି, ମୋତେ ଟଙ୍କା 10 ଲକ୍ଷ ଦେ। ସେ ବାପ ତ ଦେଇଥିଲା। ଆଜି ବାପର ଯେତେବେଳେ କାମ ପଡ଼ିଛି ସେଇ ସମୟରେ କହୁଛି ନା ବାପା ମୁଁ ରହିପାରିନି, ମୁଁ ଅଲଗା ବାପା ପାଖକୁ ଯିବି, ବାପଟା ଅଟୋମେଟିକ୍ ରାଗିବ ନା, ରାଗି ଚାପୁଡ଼େ ପକେଇ ଦେଇছে ନା। ତାକୁ ଆମେ ଆଇନ ପରିସରକୁ ଟାଣି ନେଇ ତାକୁ କ'ଣ କରିପାରିବା? ଆମେ ବାପଟା ଯେତେବେଳେ ଜେଲରେ ରହିବ ପୁଅକୁ ଭଲ ଲାଗିବ? ବାପଟା ଯେତେବେଳେ ଯନ୍ତ୍ରଣା ପାଇବ ପୁଅକୁ ଭଲ ଲାଗିବ? ତାହେଲେ ସେ ପୁଅ ପୁଅ ନୁହଁ, ସେ ବାପ ବାପ ନୁହଁ। ମୁଁ କହୁଛି, କିନ୍ତୁ ଆମ ପରମ୍ପରା, ଆମ ଯାତ୍ରା ବାପ ପୁଅର ସମ୍ପର୍କ ଭିତରେ ଅଛି। ବାପ ଲକ୍ଷ୍ୟ ଭୁଲ କଲେ ବି ପୁଅ ସହିବ, ପୁଅ ଲକ୍ଷ୍ୟ ଭୁଲ କଲେ ବି ବାପ ତାକୁ ଆକଟ କରିବ, ଏହା ଅଛି। ଏଥିରେ କିଛି ନାହିଁ। ଲକ୍ଷ୍ୟ ସଂଘ ହେଲେ ବି ସେ ମାଲିକ ମହାସଂଘ ହଉ, ସେ କଳାକାର ସଂଘ ହଉ, ସେ ମାନେ ଲେଖକ ମାନଙ୍କର ସଂଘ ହଉ, ଏମିତି ଭଲ ମନ୍ଦ ରହିବ। ତାକୁ ନେଇକି ଏତେ ଇଏ ଅତି ଶୀଘ୍ର ସମାଧାନ ହେଇଯିବ, ମୁଁ ଆଶା କରୁଛି। ଦେଖନ୍ତୁ ପିସ୍ ଭଳିଆ ଇସ୍ୟୁ କେତେବେଳେ ଇସ୍ୟୁ କହୁଥିବେ, ସେ ସମାଧାନ ହେଇପାରିବନି। କ'ଣ ହେଇଗଲା? ଅତି ସହଜରେ ତ ସମାଧାନ ହେଇଗଲା। ସେମିତି ନରି ପଣ୍ଡାକୁ ଗୋଟେ ମାଲିକ ବାପ ହିସାବରେ ମାରିଛି, ବଡ଼ ଭାଇ ହିସାବରେ ମାରିଛି। କାଲି ସକାଳେ କହିବେ ଧରି ତୁ ଆସିଲୁ କ'ଣ ହେଇଛି, ମୁଁ ବୁଝିବି। ସମୟର କଥା ବଦଳିଯିବ ଭାଇ, କିଛି ରହିବନି। ଆକୁ ନେଇକି ଗୋଟେ ପବ୍ଲିକରେ ଇସ୍ୟୁ କରିବା ଠିକ ହବନି ମୋ ମତରେ। ମୁଁ ଗୋଟେ କଳାକାର, ସେ ସଂଘ ଛାଡ଼ୁ, ସଂଘ ତ ବହୁତ ପଛରେ। ପ୍ରଥମେ ମୁଁ କଳାକାର, ମୁଁ ପ୍ରଥମେ ଗୋଟେ ବାପା ପାଖରେ ପୁଅ, ସେଇ ହିସାବରେ କହୁଛି ଅତି ସହଜ ସମାଧାନ ହେଇଯିବ। ଯାତ୍ରା ଗୋଟେ ବିରାଟ ପରମ୍ପରା ଆଜ୍ଞା, ଗୋଟେ ବିରାଟ ଧାରା। ତାକୁ ନେଇକି କିଛି ଲୋକ ରାଜନୀତି କରୁଛନ୍ତି, ଠିକ ନୁହେଁ। ଯେ ରାଜନୀତି କରୁଛି ସେ ବେଶୀ ଦିନ ନୁହେଁ ଧରା ପଡ଼ନ୍ତି, ହେଲା କି? କିନ୍ତୁ ଖୁବ୍ ଶୀଘ୍ର ସମାଧାନ ହେଇଯିବ, ମୋ ଆଶା, ମୋ ବିଶ୍ୱାସ। ଆମେ ଯେତେ ଭାଷଣ ବାଜି କଲେ ବି, ଯେତେ କଥା କହିଲେ ବି, ଆମେ ସେଇଠି ବନ୍ଧା ଅଛୁ ସେଇ ସମ୍ପର୍କରେ। ମୁଁ ତ କହୁଛି କାହିଁ ମୋ ମାଲିକ ଦିନ ଏମିତି କାହାକୁ ଖରାପ ବ୍ୟବହାର କରୁନି। ମୁଁ ଯେଉଁ ମାଲିକ ପାଖରେ ଚାକିରି କରିଛି,
ମୁଁ ତା ପାଖରେ ଚାକିରି କରିନଥିଲି ସେ ମୋତେ କୋଭିଡ ସମୟରେ ସାହାଯ୍ୟ କରିଥିଲେ। ହଁ ମତେ ଏ ବର୍ଷ କୋଟି କୋଟି ଟଙ୍କାର ଅଫର ଥିଲା କିନ୍ତୁ ମୁଁ ତାକୁ ତୁଷ କରିଦେଇଛି ବା ତୁ ଯା। ଅନୁଷ୍ଠାନ ଯୋଉ ପ୍ରଯୋଜକଙ୍କର ମାନେ ଗୋଟେ ଆତ୍ମୀୟତା ଥାଏ ସେଠି ସେ ଅନୁଷ୍ଠାନରୁ କଳାକାର ସହଜେ ଛାଡିକି ଯାଏ। ପ୍ରଯୋଜକ ଛାଡ଼ନ୍ତୁ, ପ୍ରଥମେ ସେ ଗୋଟେ ଭଲ ମଣିଷ। ପ୍ରଥମେ ସେ ତିନି ଭାଇ ମହନ୍ତ ଭାଇ କୁହନ୍ତୁ, କବି ଭାଇ କୁହନ୍ତୁ, ପବ ଭାଇ କୁହନ୍ତୁ, ଭଲ ମଣିଷ। ଏ କୋଭିଡ ସମୟରେ ମୁଁ ଆଉ ଗୋଟେ ବାଟେ ଚାକିରି କରୁଥିଲି, ମୁଁ କେମିତି ଅଛି ସେ ମୋତେ ପଚାରିକି ମୋ ପାଖକୁ 2 ଲକ୍ଷ ଟଙ୍କା ପଠେଇଦେଲେ। ତାକୁ ମୁଁ ଯଦି ଆଜି ମୋତେ ଗୋଟେ କିଏ କୋଟି ଟଙ୍କା ଅଫର କରିଦେଉଛି ମୁଁ ତାକୁ ଭୁଲିଯିବି, ତାହେଲେ ସେ ଠିକ ମଣିଷ ନୁହଁ, ତା ଡୁପ୍ଲିକେଟ ଠିକ ମଣିଷ ନୁହଁ। ମୋତେ ବହୁତ ଅଫର ଏଥର ମିଳିଛି, କ୍ୟାସ୍ ନେଇକି ମୋ ଗାଡ଼ିରେ ପହଞ୍ଚନ୍ତି, ମୁଁ ନାହିଁ ମୁଁ ଯେଉଁ ମାଲିକ ପାଖରେ ଚାକିରି କରିଛି ପଚାରିବି, ଯଦି ମୋତେ ପଚାରିଲେ ତମେ କ'ଣ କହୁନ, ମୁଁ କ'ଣ କହିବି? ମୁଁ ଗୋଟେ ଛୋଟିଆ ମାଲିକ ପାଖରେ ଚାକିରି କରିବି। କଳାକାର ଯାହା ନେଉଛନ୍ତି ମୋରି କାଟାଗୋରୀ 4-5 ଜଣ କଳାକାର ଅଛନ୍ତି, ସେ ମୋତେ ସେମାନେ ଯାହା ପାଉଛି ଆପଣ ମୋତେ ସେୟା ଦେବେ। ମୁଁ କହିବି କ'ଣ, ମୁଁ କହିବା ଠିକ ହବ ଆପଣ ଅଳି ବି କରୁନାହାନ୍ତି ନା ମୋତେ ପଇସା ନା 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 ମୁଁ ଅଳି କରିବି, ଏଇଟା ଅମଣିଷ ପଣିଆ ଆଉ ସେମାନେ ବି ଅମଣିଷ ନୁହନ୍ତି, ଭଲ ମଣିଷ। 2025-26 ପାଇଁ କ'ଣ ପ୍ରିପେୟାର କରିଛନ୍ତି ଏପର୍ଯ୍ୟନ୍ତ କିଛି ଆମ ଦର୍ଶକଙ୍କୁ କହିବେ? ନାଟକ ବଡ଼ ଲୋକ ଛୋଟ ଲୋକ ଭାବୁଛି ଯଦି ଭଗବାନ ଆଶୀର୍ବାଦ କରନ୍ତି, ଯଦି ଭଗବାନ ଚାହାନ୍ତି ଏ ନାଟକ ଯାତ୍ରା ଇତିହାସ ପରିବର୍ତ୍ତନ କରିଦେବ, ଯଦି ଭଗବାନ ଚାହାନ୍ତି, ଯଦି ନାହିଁ ତ ନାହିଁ। କାହାର ଆଶୁ ମହାପାତ୍ରଙ୍କ ବଡ଼ ଲୋକ ଛୋଟ ଲୋକ। ଆଉ ଗୋଟେ ନାଟକ କରୁଛନ୍ତି ଗୁହାରି ଶୁଣ ଦିନ ବନ୍ଧୁ, ସେ ବି ଭଲ ନାଟକ। ନିହାର ମହାନ୍ତି, ବଳିଆ ମାଷ୍ଟର ପ୍ରଶାନ୍ତ ନାୟକ କରିଛନ୍ତି। 2 ଖଣ୍ଡ ନାଟକ ଆମେ କରୁଛୁ। ଷ୍ଟାଫ୍ ଆମର ବି ଭଲ, ଆମେ ସିଲେକ୍ସନ ଷ୍ଟାଫ୍ ମିଳିଯାଇଛନ୍ତି। ନାଟକ ଭିତରେ ଅଛୁ ଆମେ ଆଲତୁ ଫାଲତୁ, ଆମ ମାଲିକ ବି ସେଥିରେ ନାହାନ୍ତି, ଆମେ ବି ସେଥିରେ ନାହୁଁ। ସ୍ୱର୍ଣ୍ଣମହଲ ଗୋଟେ ଭଲ ଯାତ୍ରା ପାର୍ଟି, ଭଲ ସଂସ୍ଥା, ଭଲ ପ୍ଲାଟଫର୍ମ ବି ଗୋଟେ। ହଁ ଭଲ ପ୍ଲାଟଫର୍ମ। ଏଠି ପଇସାର ଅଭାବ ନାହିଁ, ଏଠି ସ୍ନେହର ଅଭାବ ନାହିଁ, ଏଠି ଖାଇବାର ଅଭାବ ନାହିଁ, ସବୁ କିଛି ଏଠି ତା ଦେହରେ ବି ଗୋଟେ ଟିମ୍ ୱାର୍କ ଅଛି, ହଁ ଯୋଉଟା କି ସ୍ୱର୍ଣ୍ଣମହଲ ଅନୁଷ୍ଠାନରେ ଗୋଟେ ଟିମ୍ ୱାର୍କ ରହେ, ଯୋଉଟା କି ନାଟକକୁ ମାନେ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ସମସ୍ତଙ୍କର ହଁ ଆମେ ଭଲ ନାଟକ କରିବୁ। କାରଣ ଯେହେତୁ ଆମ ମାଲିକ ହଉଛି ନାଟୁଆ, ଆମ ମାଲିକ ନିଜେ ବି ଡ୍ରାମା କରନ୍ତି, ନିଜେ ବି ଡ୍ରାମା ଡିରେକ୍ସନ କରନ୍ତି। ଆମ ମାଲିକଙ୍କ ପରିବାର ହଉଛି ପୁରା ନାଟୁଆ ପରିବାର। ପ୍ରତି ମୁହୂର୍ତ୍ତରେ ସେଠି କଳାର ଚର୍ଚ୍ଚା ହୁଏ, ଚରିତ୍ରର ଚର୍ଚ୍ଚା ହୁଏ, ଡ୍ରାମାର ଚର୍ଚ୍ଚା ହୁଏ, ନାଟକର ଚର୍ଚ୍ଚା ହୁଏ। ଭାରି ବଢ଼ିଆ ନାଟକ। ମୁଁ କହୁଛି ମୋ ଯାତ୍ରା ଜୀବନର ସବୁଠୁ ଭଲ ମାଲିକ, ଭଲ ସଂସ୍ଥାରେ ମୁଁ ରହିଛି। ଯେ କଳାକାର ପ୍ରତିଭାକୁ ଚିହ୍ନିଛନ୍ତି, ଯେ କଳାକାରକୁ ଚର୍ଚ୍ଚା କରନ୍ତି, ଏ ବଢ଼ିଆ ମାଲିକ, ବଢ଼ିଆ ସୁନ୍ଦର, ବହୁତ ସୁନ୍ଦର। ଭଗବାନ ଡାକୁଛି ଏମିତି ସେ ଦୀର୍ଘଜୀବୀ ହୁଅନ୍ତୁ। ମୁଁ ବି ତାଙ୍କ ସଂସ୍ଥାରେ ଥାଏ, ବହୁତ ଆଗକୁ ଯାଉ ସଂସ୍ଥା। ଯାତ୍ରା ମାଲିକଟେ ଏହା ହେବା ଉଚିତ, ଭଲ ମାଲିକ। ସେ କୁହନ୍ତି ମୋତେ ଟିକେ ଛାଡ଼ିକି ଯାଉଛି ଯାଉ, ମୁଁ କିନ୍ତୁ କାହାକୁ ଛାଡ଼ିବିନି। ସେ ଯେତେ ଛୋଟ ବଡ଼ କଳାକାର ହଉନା କାହିଁକି, ସେ ମୋ ପାଖରେ ଥାଉ, ମୋ ପାଖକୁ ନ ଯାଉ, ତାଙ୍କ ସଂସ୍ଥାର ନିୟମ। ଏଇଟା ଗୋଟେ ବଢ଼ିଆ କଥା, ଏଇଟା ସମସ୍ତେ ଚିନ୍ତା କରନ୍ତି। କିଏ କହନ୍ତି ନା ଇଏ ପାରୁନି ତ କାଢ଼ିଦିଅ, ସିଆ କୁହନ୍ତି କହନ୍ତି ନାହିଁ ଆମ ପାଖରେ ଅଛି। ମୁଁ ତ ନାଟକ ପଡ଼ିଛି ମୋତେ କୁହନ୍ତି ଆମ ପାଖରେ ଅଛି, ପିଲାଟା ଥାଉ। ହଁ ହଁ ମଣିଷ ଯୋଉଟା କହନ୍ତି ଗୋଟେ ହଁ ଭଲ ମଣିଷଙ୍କର ହୃଦୟ ଚିହ୍ନିବା ବହୁତ କଷ୍ଟ। ଅମାୟିକ ଲୋକ। ମୁଁ କହୁଛି କାହା କଥା କ'ଣ ହେଇଛି କହିପାରିବିନି। ମୁଁ ଯେତେବେଳେ ଯାହା ଚାହିଁଛି ଏ ଚାହିଁବା ଆଗରୁ ସେ ପୂରଣ କରିଛନ୍ତି। ଭଗବାନ ଭଳିଆ ଲୋକ, ତାକୁ ଆଉ କହିବ, ତାଙ୍କ ବିଷୟରେ କିଛି କହିବା ଆଉ ଠିକ ହବ। ଧନ୍ୟବାଦ।